ଏବେ ତ ନାରୀ ମାନେ ପଦେ କଥା କହିଲା ବେଳକୁ ପୁରୁଷଙ୍କ ଦେହରେ ଲାଗି ଯାଉଛି ସିଏ ପୁଣି ଉପରେ ଚଢି ଯିବା କଥା ଆପଣ କହୁଛନ୍ତି ରାଗିଲେ ତ ଜମା ପାର୍ବତୀ ତ ମାନେ ଶିବଙ୍କ ଉପରେ ଚଢିଲେ ଚଳିଲା ଏବେ ତ ନାରୀ ପଦେ କଥା କହିଲା ବେଳକୁ ସ୍ୱାମୀଙ୍କ ଦେହରେ ଲାଗି ଯାଉଛି ନାଇଁ ମୋର ଦେହରେ କେବେ ଲାଗେ ନାହିଁ ସେ ସବୁ ଯାହା ବାପାଙ୍କଠୁ ଟିକେ ଶିଖନ୍ତୁ ସମସ୍ତେ ଯେତିକି ଅଛନ୍ତି ସମସ୍ତେ ଶୁଣନ୍ତୁ ଆଜ୍ଞା ଦୁଃଖକୁ ଛାଡ଼ିଦେଲେ ସୁଖଟା କେମିତି ଆପଣ ଅନୁଭବ କରିବେ ହୁଁ ତେଣୁ ଦୁଃଖରେ ଯାହାର ଜୀବନ ଭରା ଦୁଃଖକୁ ଛାଡିଦେଲେ ମାନେ ଆପଣଙ୍କ ନାରୀ ଦୁଃଖ କହିଲେ ନା କଣ ନାରୀ ଦୁଃଖକୁ ଛାଡିଦେଲେ ସୁଖ କେମିତି ମାନେ ଅନୁଭବ କରିବେ ମାନେ ହଁ। ଦୁଃଖଟା କିଏ শুনন্তু দুঃখটা হচ্ছে যাদের জীবন দুঃখে ভরা তাদের আবার দুঃখ কি আজ্ঞা যা জীবনটা দুঃখরে ভরা অর্থাৎ দুঃখী লোকটাকে তু পচারিবু দুঃখটা কোণ আর সেটা দুঃখরে ଅଛି কোণ কহবে তোমাকে তেণু সেটা তম উপরে নির্ভর করে দুঃখ এবং সুখকু জীবন যাত্রারে যে যেতে ভালো সুন্দর ভাবে চলেইছি সে সেতে পাইছি সুখ আচ্ছা ସୁଖଟା ନିର୍ଭର କରୁଛି ଆପଣଙ୍କ ଉପରେ ସୁଖଟା ନିର୍ଭର କରୁଛି ଈଶ୍ୱରଙ୍କୁ ଡାକିଲେ ମଧ୍ୟ ଈଶ୍ୱର ବି ଶୁଣନ୍ତି ଆପଣ ଯେମିତିକା ମୋ ଜୀବନରେ ମୁଁ ବହୁ ସଭା ସମିତିରେ ଭାଷଣ ବି ଦେଇଛି ସାରା ପୃଥିବୀ ବି ବୁଲିଛି ଅନୁଭବ ମୋର ବହୁତ ଥିଲେ ବି ମଧ୍ୟ ମୁଁ ହାର ମାନିଯାଏ ଯେଉଁ ଦୁଃଖୀ ପାଖରେ ଭାବେ କ'ଣ ପାଇଁ ଏ ଦୁଃଖରେ ରହୁଛି କ'ଣ ତା ଘରେ ହେଇଛି କଣ ତାର ସ୍ୱାମୀ କହୁଛି ଲକ୍ଷ୍ମୀ କିଏ ଯିଏ ନିଜର ସ୍ୱାମୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚେଇବାରେ ସାହାଯ୍ୟ କରେ ସେ ହେଲା ଲକ୍ଷ୍ମୀ ଏବଂ ସେ ଲକ୍ଷ୍ମୀ ଆପଣଙ୍କର ଭାବି ନେବା ଉଚିତ ଯେତେବେଳେ ଯାଏ ବଢିଆ ତା କଥାଟା ଘରକୁ ଆଜ୍ଞା ଆମର କହିଲେ ଯେ ଲକ୍ଷ୍ମୀ ସିଏ ଯିଏ ସ୍ୱାମୀଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି ହଁ ସେ କ'ଣ କରେ ନା ଯେତେବେଳେ ଯାଏ ଦେଖେ ଯେ ସେ ଘରେ ସାଥିରେ ସେ ପେଚାଟାକୁ ନିଏ ଏବେ ଯେତେବେଳେ ଯାଏ ଦେଖେ ତା ସେ ଘରେ ତାର ପୁଅଟା କାନ୍ଦୁଛି ଆଜ୍ଞା କି ଝିଅଟା କାନ୍ଦୁଛି ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଆପଣ କଣ କରନ୍ତି ଘରେ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଲକ୍ଷ୍ମୀ ଖୁସି କରିବା ପାଇଁ ଲକ୍ଷ୍ମୀ ତ ଖୁସି କରିବା ପାଇଁ ପଇସା ଦରକାର ଆଉ ପଇସା ତ ମୋର ନାଇଁ ପାଖରେ ଏ ମୂଳରୁ ମୁଁ ଏମିତି ଅଭ୍ୟାସ କରିଦେଇଛି ଆଉ ଦରକାର ପଡେନି ଆଉ କିଏ କହିଲା ପଇସା ଦରକାର କିଏ ବୋଲି ଆପଣ ଶୁଣନ୍ତୁ ପ୍ରତିଟି ନାରୀ ସତର୍କ ହେବା ଉଚିତ ମଧ୍ୟ ତା ସହିତ ଯେଉଁ ନାରୀ ଯେଉଁ ମା ଝିଅ ହଉ ନା କାହିଁକି ସେ ଯଦି ଅର୍ଥ କ୍ଷେତ୍ରରେ ସଂଯତ ନ ରଖେ ଏବଂ ସ୍ୱାମୀ ଉପରେ ସଦାବେଳେ ଚିଚିଡ଼ି ହେବ ରାଗିବ ସେଇଠୁ ତ ବାହାରିଲା ରୋଗ ରାଗରୁ ରୋଗ ଯଦି କରିବ ଯୋଗ ଜୀବନକୁ କରୁଥିବ ଉପଭୋଗ ତେଣୁ ସେ ଉପଭୋଗଟା ପ୍ରସନ୍ନ ପାଠଶାଣୀ କହିଛି ଆଚ୍ଛା এই বয়সরে এবং সে সে উৎসব সেটা কি আমার সুর তো আউঠু মানে সুর তো খাতির করে না যা কিন্তু মু কোন করে খাতির টিকে করে সম্মান টিকে দিয়ে এবং তা সহিত নারী মা যে ঘর চলায় তাকু যদি ଆମେ ଠିକ୍ ଭାବରେ ନ ଦେଖିବା ଆମ ଘର ଚଳିବନି ଏବଂ ସେତିକି ବେଳେ ହିଁ ସୁଖ ଦୁଃଖ ଆସିବ ଆଉ ତା ଭିତରେ ରୋଗଟା ଆସେ ଆଚ୍ଛା ସେ ରୋଗଟା ହେଉଛି ରାଗରୁ ରୋଗ ଆପଣ ଯେତେ ରାଗୁଛନ୍ତି କ୍ରୋଧ କରୁଛନ୍ତି ରୋଗ ଆସୁଛି ଡକ୍ଟର ବା କହୁଛନ୍ତି ଟେନସନ ବେଶୀ ନବନି ଟେନସନ ନେଲେ ହିଁ ରୋଗ ବଢିବ ନାଇଁ ମୁଁ କ'ଣ କରେ ଆଜ୍ଞା ନିଶ୍ଚୟ ରାଗ ଆସିବ ଗୋଟେ ଲୋକ ଆପଣଙ୍କୁ 10ଟା କାମରେ ଆସିଛି ଆପଣଙ୍କ ପାଖକୁ ଆପଣ 9ଟା କରିଦେଲେ ସେ 9ଟାକୁ ମନେ ରଖିବନି ଯେଉଁଟା ନ କରିଥିବେ ସେଟା ମନେ ରଖିବ ଏବଂ ସେଇ ଦୃଷ୍ଟିକୋଣରୁ ଶରୀରରେ ରୋଗ ଆସିବ ଆପଣ ଗୋଟେ କାମ କରୁନାହାନ୍ତି ଆପଣ ଘରେ ଫ୍ୟାନ୍ ତଳେ ଶୋଉଛନ୍ତି ନା ସେଇ ପ୍ରଶ୍ନ ଅଛି ମୋ ପାଖରେ ଆପଣ ଯୋଉ କଥା କହୁଛନ୍ତି ସେ ପ୍ରଶ୍ନ ଅଛି ଅଛି ଆଉ। ସୁର ଭାଇଙ୍କୁ ଟିକେ ପଚାରିଦବା ହଁ, ଯେ ପଚାରିଦିଅ। ମନ ଆଉ ଶରୀର ଉପରେ ଯୋଉ କଥା ହଉଥିଲେ ଯେ ଆପଣ କଣ କହୁଛନ୍ତି ମନଟା ଖୁସି ରହିଲେ ଶରୀର ଅସୁସ୍ଥ ହେଲେ ବି ଚଳିଯିବ ଯଦି ତମେ ଲୋକଙ୍କ ପାଇଁ କିଛି କରିଛ ସେଇ ଆନନ୍ଦ ଦିଏ ମନ ଖୁସି ଦିଏ ଆମେ ଭଲ ରହିବାର କାରଣ ହେଉଛି ଭୁବନେଶ୍ୱର ଜଟଣୀ এই ଅଞ୍ଚଳରେ 55ଟି ହାଇସ୍କୁଲ 17ଟି କଲେଜ 12ଟି ଡାକ୍ତରଖାନା କରିଛୁ ଯୁଆଡ଼େ ଗଲେ ପିଲା ପଢ଼ିବାକୁ ଯାଉଛନ୍ତି ପିଲା ଦୌଡ଼ିକି ଆସୁଥିବେ ଗଲାବେଳକୁ ନମସ୍କାର କରିବା ପାଇଁ ଯେତେ ଦୁଃଖ ଥିବ ସେ ପିଲାମାନେ ଆସିକି ନମସ୍କାର କରି ଘେରି ଯାଉଛନ୍ତି ଫଟୋ ନେଉଛନ୍ତି ଆଜ୍ଞା ମନ କେତେବେଳେ ଅଧିକ ଦୁଃଖ ହେଇଥିଲା ଦୁଃଖ ହେଇଥିଲା ମୋର ଗୋଟେ ଭାଇ ମରିଯାଇଥିଲା ସାନ ଭାଇ
ଶିବଚ୍ଛ ବଛିଆ ବୋଲି ତା ନା। ଆଉ ଦୁଃଖ ହେଇଥିଲା ମୋ ବୋଉ ମୋତେ ଭାରି ଭଲ ପାଏ। ବୋଉର ସନ୍ତୁଳା, ବୋଉର ଚୁନା ମାଛ ଭଜା, ବୋଉର ପଖାଳ, ଖରାଦିନେ ଲେମ୍ବୁ ପକେଇକିରି ଏବଂ ଦହି ପକେଇକିରି ଦେବ। ସେଇ ଯୋଡ଼େ ଦିନ ପ୍ରାୟ ବଛିବା ପାଇଁ 10-11 ଦିନ ମନ ଦୁଃଖ, ଆଉ ବୋଉ ପାଇଁ ମାସେ ଖଣ୍ଡେ ମନ ଦୁଃଖ। ଆଉ ଖାତିର ନାହିଁ କୋଉଥିରେ, ଆଉ କୋଉଥିରେ ଖାତିର ନାହିଁ। କିଛି ଇଲେକ୍ସନରେ ବହୁତ ଥର ଜିତିଛନ୍ତି, ହାରିଛନ୍ତି। ପୁଅ 2 ଜଣ ବି ଯେତେବେଳେ ହାରିଲେ ମନ ଟିକେ ଦୁଃଖ ହେଲାନି? ହବନି କେମିତି? ମୋ ପଇସା ଗୁଡା ଖର୍ଚ୍ଚ କରୁଛୁ, ଇଏ ସିନା ଗୋଟେ ପଇସା ଖର୍ଚ୍ଚ କରେନି ମାଗେଣାରେ। ସେ କଣ ପ୍ରସନ୍ନ କଲେ ସେଦିନ? ପାଠଶାଣୀ ତା ଜୀବନରେ ପଇସାଟେ ଖର୍ଚ୍ଚ କରିନି, MP MLA ହେଇଛି। ଆମେ ବିନା ପଇସାରେ କେବେ ଭାଇ ଜିତିନୁ, କେବେ। ସତ କଥା ମିଛ? ତ ଆରେ ସେଦିନ ବାଲ୍ୟ ରାତିରେ ବନ୍ଧୁ କଣ ତୁ, କଲେ? ସେଦିନ ରାତିଟା ଆଏ କେମିତି ପିଲାଦିନୁ କଟିଲା? ବନ୍ଧୁ, ଆମେ ହାଫ୍ ପ୍ୟାଣ୍ଟ ବନ୍ଧୁ। ସେ କିଏ ମତେ, ମୁଁ ଜାଣିନି ତାକୁ। ଟଙ୍କାଟେ କାହାକୁ ଦେଇନି, ମାଗେଣା ଭୋଟ ପାଇଛି। ଆଉ ଆମେ ବିନା ପଇସାରେ କେବେ ଜିତିନୁ, ପଇସା ଖର୍ଚ୍ଚ କରି ଜିତିଛୁ। ହଉ ଆଜ୍ଞା, ସେଦିନ ରାତିଟା କେମିତି କଟିଲା? ସେ ଟେନସନରୁ କେମିତି ବାହାରିଲେ ଆପଣ ଟିକେ କୁହନ୍ତୁ। ଟେନସନ ଏକମାତ୍ର ଲୋକ ଆସନ୍ତି, ତା ପାଖକୁ ଆସନ୍ତି, ପ୍ରତିଦିନ ମୋ ପାଖକୁ ଆସନ୍ତି। ସେ ସାହିତ୍ୟିକ, ମୁଁ ସାହିତ୍ୟିକ ନୁହଁ। ମୁଁ ଏଇ ଯୋଉ କାମ ଗୁଡା କରିଛି, ଏ ଗରିବ ଲୋକ, ଏ ଯେତେ ମୁଖ୍ୟମନ୍ତ୍ରୀ ଜାନବୀ ପଟ୍ଟନାୟକ 15,000 ଗରିବ ଲୋକଙ୍କୁ ମାଗଣା ଘର ଦେଇ କୋଠା କରିଛି। ଭରତପୁର, ରଘୁନାଥ ନଗର, ଶିଖରଚନ୍ଦ 15,000। ସେଇ ଶାନ୍ତି, ଯାହାଙ୍କର ଘର ନାହିଁ, ଦ୍ୱାର ନାହିଁ, ଯଦି ସେ ଗୋଟେ ଭଲ ଘର କରିକି ରହିଲେ ସେଇ ଆନନ୍ଦ ଦିଏ। ସେମିତି ନବୀନ ପଟ୍ଟନାୟକ ଯୋଉ ଏମ୍ସ କଥା କହୁଥିଲେ, ଇଏ ସେତେବେଳେ MP, ମୁଁ MLA, ଆମେ 2 ଜଣ ଯାକ ଆଣିଛୁ। ତାକୁ ନେଇଯାଉଥିଲେ ଚୌଦ୍ୱାର, କଣଟି ସେ ମନ୍ତ୍ରୀ ସମୀର ଦେ, ମନେ ଅଛି ଟି? ଜବରଦସ୍ତ ଆଣିକି ଆମେ ଏମ୍ସ ଡାଇରେକ୍ଟର ପଳେଇଲେଣି। ଏବେ ସେ ଟେନସନରୁ ବାହାରି ଯାଇଛନ୍ତି ନା ନାଇଁ କୁହନ୍ତୁ? ଆପଣ ସେ ଟେନସନରୁ ବାହାରି ଯାଇଛନ୍ତି ତ ଏବେ? ଟେନସନ ମୁଁ ଜମା ପୁରାଏନି, ମୁଣ୍ଡରେ ପୁରାନ୍ତିନି। କିଛି କଣ ଦରକାର। ଏତେ ଗୁଡେ ଲୋକ ପଇସା ରାତି ଖର୍ଚ୍ଚ ପାଇଲେ ହେଲା। ଆସୁଛନ୍ତି, ରାତି ପାଇଲେ ତାକୁ ମତେ ଲୋକ ଡାକୁଛନ୍ତି। ନାଚ ଗୀତ ଖେଳ କସରତ ଯୋଉଠି ଦେଖିବ, ଆଦିବାସୀ ମେଳା, ହରିଜନ ମେଳା, ତମ ମହିଳା ମାନେ ଭାବୁଛ ତମେ ଭାରି ବଢିଆ ଭାବୁଛ। Oh my ଓ God! ବିୟୁଟିଫୁଲ, ସୁବିଧା ଦେଖିକି ଆଉଛ। ହସ ଯିବେ, ଏ କଣ ଜୋକରେ କଥାବାର୍ତ୍ତା ହବାନି, ହଁ। ଖାଲି ସିରିୟସ୍। ଖାଲି ସିରିୟସ୍ ହେଲେ ବା ଦେହ ଖରାପ ହଉଛି। ଜମା ସିରିୟସ୍ ହୁଅନି, ପ୍ରେମରେ ରୁହ। କୋଉ ଭାବୁଛ ମୁଁ କହିଦେଲି ଆଉଛ, ସେ ଆଉଥିଲେ ମୋ ଉପରେ, ମୁଁ କୋଉ ଆଇଥିଲି? ସ୍ନେହ, ନାଇଁ ନାଇଁ, ଶ୍ରଦ୍ଧା, ବୁଝିପାରୁଛନ୍ତି ଭକ୍ତି ସମସ୍ତେ। ନା ଆମ ଭୁବନେଶ୍ୱର ଲୋକ, ଏ ଭୁବନେଶ୍ୱର ସବୁ ଲୋକ ଆଲୋ ପୁରା ମାଡି ବୋପାଲ, ଯାଉଛନ୍ତି ବା। ଏ ଗୋଟେ ହାବେଳି ଚେଙ୍ଗ ନୁହଁ। ଆଜ୍ଞା, ଆଚ୍ଛା, ଆପଣ ପଖାଳ ସବୁବେଳେ କୁହନ୍ତି, ପଖାଳ ଖାଇଲେ ଫିଟ୍ ରହିବ। ଏବେ ତ ଆଜିକାଲି ଲୋକ ଭାତ ଖାଇବାକୁ ଡରୁଛନ୍ତି, କହୁଛନ୍ତି କଣ ଫ୍ୟାଟ ବଢିଯିବ। ଏଗୁଡ଼ା ବେକାରିଆ ଗୁଡାକ, ଘରୁ ବାହାରୁନାହାନ୍ତି। ଆଏ ସକାଳୁ ତମେ ଆମେ 2ଟା ବୁଲୁଛୁ, ଯେମିତି ଆଗ ଯିବୁ ଡାକ୍ତରଖାନା ଗରିବ ଲୋକକୁ ନେଇ, କୋଉଠି ଘର ପଡିଗଲା, କୋଉଠି ପାଣି ପଶିଗଲା, କୋଉଠି ମର୍ଡର ହେଇଗଲା, କୋଉଠି ଆକ୍ସିଡେଣ୍ଟ ହେଇଗଲା, ଦୌଡ଼ିବୁ ଆମେ। ଆଏ ତମେ ଦୌଡୁନ, ଲୋକଙ୍କ ପାଖକୁ ଯାଉନ, ଜିମ୍ ମନକୁ ବଢି ଯାଉଛନ୍ତି, ଠିକ ରହିବ। ଜିମ୍ ରେ ଦୌଡୁଛନ୍ତି। କିଏ? ଏ ଜିମ୍ ଯୋଉ ନାହିଁ, ସେ ଜିମ୍ ରେ ଯାଇକି ଜିମ୍ ଆହୁରି ଦୌଡୁଛନ୍ତି। ଡେଞ୍ଜରିୟସ୍। ପ୍ରାୟ ମୋର 150 ଭଳିଆ ଟଙ୍କା ମରିଗଲେଣି। ଗୋଟେ କଣ ଇଞ୍ଜେକ୍ସନ ଔଷଧ ଖାଉଛନ୍ତି, ଏଡେ ବାହା, ଏଡେ ପେଟ, ମୋ ବୋପାଲ ପାଣ୍ଡା। ତାପରେ ଭାଇ କଣ ଦେଖିଲା ବେଳକୁ ଆଙ୍ଗଳ ଭଳିଆ ହେଇକି ଖତମ ହେଇଯାଉଛନ୍ତି। ଏମିତି ଜିମ୍ ଯିବା ଦରକାର। ଆପଣ ସୁସ୍ଥ ରହିବା ପାଇଁ କଣ ଖାଉଛନ୍ତି ଆଉ କଣ ଖାଉନାହାନ୍ତି ଟିକେ ଆମ କହିଲେ? ଓଡିଆ ଖାଦ୍ୟ ଖାଅ, ଶାଗ, ପଖାଳ, ଚୁନା ମାଛ, ଭେଣ୍ଡି ଭଜା, ବାଇଗଣ ଭଜା, ବାଇଗଣ ସନ୍ତୁଳା, ଏଇ ସବୁ ଖାଉନ, ସେ ସ୍ୱାସ୍ଥ୍ୟ ଠିକ ରହିବ। ଦ୍ୱିପହରେ ଭାତ, ଡାଲି, ସାଧାରଣ ଯୋଉ ସନ୍ତୁଳା, ଟିକେ ରାଇ, ଟିକେ ଘାଣ୍ଟ, ଟିକେ ଖାଉନ। ରାତିରେ ମତେ କହନ୍ତି ରୁଟି ଖାଇବା ପାଇଁ, ମୁଁ ରୁଟି ମୋ ଦିହରେ ଯାଏନି। ମୁଁ ରାତିରେ ଅଳ୍ପ ଗୋଟିଏ ଭାତ, ପଖାଳ ଖାଏନି, ଦ୍ୱିପହରେ ପଖାଳ ଖାଏ, ଆଉ ଟିକେ ସନ୍ତୁଳା, ଟିକେ ଭଜା, ଏଇ ସବୁ ଖାଏ। ଓଡିଆ ଖାଦ୍ୟ, ଓଡିଶାର ଖାଦ୍ୟ ଖାଅ, ମେଡିସିନ ଦରକାର ନାହିଁ। ଆଉ ଚାଲ, ସକାଳୁ ବୁଲ, ନହେଲେ ମୁଁ ଭୁବନେଶ୍ୱର ଦେଖୁଛି ବୁଢା ବୁଢୀ, ଟୋକା, ଯୁବତୀ, ବୋପାଲ ବୁଲୁଛନ୍ତି ଭଲ,
ଆଉ ଯାଇ ତା ଭିତରେ ଯୋଉ କାମୁଡ଼ା କାମୁଡ଼ି ହଉଛି ଭାରି ଅବାଗିଆ ଲାଗୁଛି। ତମେ ଗୋଟେ ଇନ୍ଦିରା ପାର୍କ ପଳେଇବ, ଫରେଷ୍ଟ ପାର୍କ ପଳେଇବ, ଶୁଣ ଆମେ ବୁଢା ବୁଲିଲା ବେଳକୁ ସିଆଡେ ସେ ତାକୁ କୁଣ୍ଡେଇ କାମୁଡୁଥିବ। କିରେ ଇଏ ବନ୍ଦ କର, ନାଇଁ ନାଇଁ ସେ ବିଷୟରେ କଥା ହବାନି। ବନ୍ଦ କର। ନାଇଁ ନାଇଁ ସେ ବିଷୟରେ ଏଠି କଥା ହବାନି। କେତେ ଲୋକ ବଇଛନ୍ତି ଏଠି, ମତେ ବସିଲେ ବସନ୍ତୁ। ନା ନା ଏଗୁଡା ବନ୍ଦ କରିବାକୁ ପଡିବ। ଏଗୁଡା ତ ବନ୍ଦ ହବ। ଆମେ ୟୁରୋପ ନୁହଁ, ୟୁରୋପରେ କଣ ଆମେ ବିବାହ ହେଲେ ତୁ ବାହାହେଲୁ ମୁଁ ବାହାହେଲି, ସେମିତି ଆମ ସ୍ତ୍ରୀ ମାନେ ବୁଝୁଛନ୍ତି ଘର ଇଏ କଥା, ଯୁଗ ପିଲାଙ୍କ ବଦଳିଲାଣି କଥା। ବା। ଆଉ ୟୁରୋପରେ ଦି ପରେ ଆଇଲା ବେଳକୁ ଆଉ ଗୋଟା କି ଶୋଇଥବ। ଇଏ ଭାରତ ବର୍ଷରେ ଚଳିବନି, ଶୁଣନ୍ତୁ, ଏ ଓଡିଶାରେ ଚଳିବନି। ଯୁଗ ଆମେ ଆକୁ ବଦଳିଲାଣି, ଆଲାଉ କରିବୁ। ଯୁଗ ଆମ ବଦଳିଲାଣି। ପୁରୁଣା ପରମ୍ପରାକୁ ଆମେ ଫଲୋ କରିବୁ ନା କଣ ବନ୍ଧୁ? ଆଚ୍ଛା ରେଡି ଠିକ ଅଛି, ଯଦି ଆପଣ କହୁଛନ୍ତି ପୁରୁଣା ପରମ୍ପରା, ଆପଣଙ୍କ ଘରେ ଏସି ଅଛି? ଏସି ଯୋଉ ଥଣ୍ଡା ଯନ୍ତ୍ରଟି ଅଛି ଆପଣଙ୍କ ଘରେ? ହଁ, ଏସି ମୁଁ ଲଗାଏନି। ଏସି ଲଗେଇଲେ ରୋଗ ମାରି ବସିବ। ଗଦି ଗାଡିରେ ବି ମୁଁ ଏସି ବେଶମ ଲଗାଏନି, ରୋଗ ମାରି ବସିବ। ଭାରି ଡେଞ୍ଜରିୟସ୍ ଏସି। ଘରେ ଏସି, ଗଦି ଲଗା। ସବୁ ରୁମ ଏସି। ମୋ ପିଲା ଗୁଡାକ ଏସି ରେ ନାତି, ମୁଁ କହେ ଶୁଅ, ଏସି ବନ୍ଦ କରବେ, ବନ୍ଦ କର। ସବୁ ବାହାର ଚାକିରି କରୁଛନ୍ତି, ଏସି ବନ୍ଦ କର। ଏସି ରୋଗର କାରଣ ହାର୍ଟ ଆଟାକ ଏସି ପାଇଁ, କିଡନୀ ଡ୍ୟାମେଜ ଏସି ପାଇଁ, ସୁଗର ବଢୁଛି ଏସି ପାଇଁ। ଏସି ଟା ହଉଛି ମୋଷ୍ଟ ଡେଞ୍ଜରିୟସ୍, ମୋର ଅଭିଜ୍ଞତା, ମୁଁ ଅନ୍ୟ କଥା କହିପାରିବିନି। ଆଚ୍ଛା ଗଦିରେ ଶୁଅନ୍ତି ନା ତଳେ ଶୁଅନ୍ତି ଆପଣ? ନା ନା, ମୁଁ ମସୁରା ପକାଏ, ଗଦି ଉପରେ ମସୁରା ପକାଏ, ଆଚ୍ଛା ମସୁରାଟା ପଡେ ମୋର।